Hallelujah, 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 hallelujah. पिता और पुत्र एवं पवित्र आत्मा को नाम रे आमेन। कृष्णगठारे मोर प्रिय भाई और भौणी माने पुनर्बार आमे समस्ते जीसस गॉस्पेल यूट्यूब चैनल को यूट्यूब माध्यम रे सुनुतिबा प्रत्येक मोर ख्रीष्ट विश्वासी भाई भौणी मान को हार्दिक अभिनंदन सह स्वागत करूछि। आसंतु मोर प्रिय भाई भौणी माने आमे साधारण कालर पंचम रविवार पदार्पण करियछु। प्रभु आज आम मान तांको निकट को आह्वान करुछन्ते। आज प्रथम पठन प्रवक्ता जिसाय 6 अध्याय 1 रु 8 पद पर्यंत एवं द्वितीय पठन करंथीय मंडली निकट को प्रथम पत्र 15 अध्याय 1 रु 11 पद पर्यंत। आज पवित्र सुसमाचार लूक 5 अध्याय 1 रु 11 पद पर्यंत। आज प्रभु आमान को तांको निकट को आह्वान करुछन्ते। कौन पाए से आमान को आह्वान करुछन्ते? तांकर प्रेरित कार्य पाए, तांकर आत्मिक योद्धा कौन अनुकोण रे ईश्वरंकर सुसमाचार उद्घोषणा करबा निमंते प्रभु आमान को आह्वान करुछन्ते। तेबे आसंतु मोर प्रिय माने आमे समस्ते प्रभुंकर जड़े संतान संतति भावरे आमे माने ईश्वरंकर स्तोत्र करिबा, शपथ करिबा, दृढ़ निष्पत्ति नेबा, सुसमाचार आमे अन्य मानक निकट को पहुंचाइबा। सुसमाचार को नेई प्रति गाँ को जीवा, मंडलीटी आहेबा, सफल आमे हेबा। एही आमर लक्ष्य, एही आमर लक्ष्य। आसीब जेते जड़ जंजा पछकु केबे न हटिबा, आपना क्रूस बहन करी सत्य पथ देखाइबा, बढ़ी चलीबा आगे आगे, सुसमाचार पहुंचाइबा, बढ़ी चलीबा आगे आगे, सुसमाचार पहुंचाइबा। सुसमाचार को नेई प्रति गाँ को जीवा, मंडलीटी आहेबा, सफल आमे हेबा। जय जीशु, हालेलुया। कृष्ण को जगरे मोर प्रिय भाई और भौणी माने आज प्रभु जे आम समस्त को तांकर प्रेरित भावरे आह्वान करुछन्ति। आमे तांको निकट को आत्मिक योद्धा होई, मंडलीर नेता होई, जीशुंकर शिष्य होई तांको नाम रे आमे छिड़ा हेबा। आज प्रथम पठन जदि आपण माने देखंती सेठी से कहंती प्रवक्ता जिसा एक दर्शन देखंती। से दर्शन देखुतिबा समय सेही समय गोटे शराप गण गोटे दूत माने सेठी छिड़ा होचंती। प्रत्येकर तांकर 6टा पक्ष एवं प्रत्येक 2 पक्षरे अपना अपना मुख को आच्छादन कले एवं 2 पक्षरे चरण आच्छादन करी 2 पक्षरे से माने उड़िले। हालेलुया। एवं से माने कथा होचंती पवित्र पवित्र पवित्र।
ଧର୍ମମୟ 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 ବୋଲିକି ଈଶ୍ୱରଙ୍କ ସ୍ତବ ଗାନ କରୁଛନ୍ତି। ସେହି ସମୟରେ ଏ ଯେତେବେଳେ ଦର୍ଶନ କରୁଛନ୍ତି ପ୍ରବକ୍ତା ଜିସାୟ ସେହି ସମୟରେ ସେ ମନ୍ଦିର ଭିତରେ ଧୂମ ବରି ଉଠାଗଲା। ସେହି ସମୟରେ ସେ କହିଲେ, ହାୟ ହାୟ ହାୟ, ମୁଁ ଯେ ଜଣେ ପାପୀ ମନୁଷ୍ୟ, କଣ ମୁଁ ଦେଖୁଛି? ମୋର ଓଠରେ ପାପ ଅଛି, ମୋର ଜିଭାରେ ମୋର ପାପୀ ଲୋକ, ମୁଁ କଣ କରିବି? ସେ ଗୋଟେ ଜ୍ୱଳନ୍ତ ଅଙ୍ଗାର ତାଙ୍କ ନିକଟକୁ ଆସିଲା, ଧରି ଆସିଲା। ସେ ସରାପଗଣ ବା ସେ ଦୂତ ତାଙ୍କର ମୁଖରେ ସ୍ପର୍ଶ କଲେ, ତା କହିଲେ, ଆଜି ତୋର ପାପ କ୍ଷମା ହେଇଗଲା। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ତହୁଁ ସେ ଯେତେବେଳେ ତାକୁ ପଚାରୁଛନ୍ତି କିଏ ମୋର କାମ ପାଇଁ ଯିବ, ସେତେବେଳେ ସେ କହନ୍ତି, ପ୍ରବକ୍ତା ଜିସାୟ, ମତେ ପଠାଅ, ମୁଁ ତୁମ ପାଇଁ ଯିବି। ହାଲେଲୁୟା। ଆଜି ଯଦି ପ୍ରଥମ ପଠନ ଦେଖିଛୁ ଆମେ, ପ୍ରବକ୍ତା ଜିସାୟ, ହଁ ମୁଁ ତମର କାମ ପାଇଁ ଆଗକୁ ଯିବି ବୋଲି ସେ କହନ୍ତି, ଏହିପରି ସେ ଆହ୍ୱାନ କରନ୍ତି। ଆପଣମାନେ ଯଦି ଦେଖନ୍ତି ତାଙ୍କର ରେଫରେନ୍ସ ଗୁଡାକୁ ଯଦି ଧ୍ୟାନ ଦିଅନ୍ତୁ, ଯେ ସାଧୁ ପାଉଲଙ୍କର ପରିବର୍ତ୍ତନ ପ୍ରେରିତ 9:3-5 ସେ ପ୍ରଭୁଙ୍କୁ ଦେଖାଉଛନ୍ତି। ଏ ଅଙ୍ଗାର ଆକାରରେ ଦେଖିଲେ ପ୍ରବକ୍ତା ଜିସାୟ। ଏବଂ ଆପଣମାନେ ଦେଖନ୍ତି ଜେରେମିୟାଙ୍କର ଆହ୍ୱାନ, ସେ ଜେରେମିୟା କହିଲେ କି ମୁଁ ଜଣେ ବାଳକ, ହାୟ ମୁଁ କିପରି ଛିଡା ହେବି? ଆଗ ପଛ କଣ ଚିନ୍ତାଧାରା ମୋ ପାଖରେ ଜାଣିନାହିଁ, ଆଉ ମୁଁ ଜାଣିପାରୁନାହିଁ, ତେବେ ମୁଁ କେମିତି ଛିଡା ହେବି? ସେତେବେଳେ ପ୍ରଭୁ କହିଲେ, ମୁଁ ତତେ ମାର ଗର୍ଭର ଆହ୍ୱାନ କରିଅଛି। ହାଲେଲୁୟା। କାରଣ ସେ ଆମମାନଙ୍କୁ ମାତୃ ଗର୍ଭରୁ ପବିତ୍ର କରିଅଛନ୍ତି ତାଙ୍କର ସୁସମାଚାର ଘୋଷଣା କରିବା ପାଇଁ। ଆଜିର ପ୍ରଥମ ଦ୍ୱିତୀୟ ପଠନ ଆମେ ଧ୍ୟାନ କରିଅଛୁ। ଦ୍ୱିତୀୟ ପଠନରେ ସେ ଶାସ୍ତ୍ର ଅନୁସାରେ ମରିଲେ, ଶାସ୍ତ୍ର ଅନୁସାରେ ଉଠିଲେ, ଶାସ୍ତ୍ର ଅନୁସାରେ ସେ ଈଶ୍ୱରଙ୍କର ବାକ୍ୟ ପ୍ରଚାର କଲେ। ଆଜି ଆମେ ସୁସମାଚାର ଯଦି ଦେଖିବା ମୋର ପ୍ରିୟ ମାନେ, ଗୋଟେ ଏକ ଆଶ୍ଚର୍ଯ୍ୟ ଏବଂ ରୋଚକର ବିଷୟ। ସିମୋନ ପିତର ଏବଂ ତାଙ୍କର ବନ୍ଧୁମାନେ 2ଟି ଡଙ୍ଗାରେ ସେମାନେ ରାତ୍ରି ଯାକ ମାଛ ଧରିଥିଲେ, ତଥାପି ଗୋଟେ ମତେ ମାଛ ଲାଗିନାହିଁ। ଏହି ସମୟରେ ସେମାନେ ଜାଲ ଦଉଛନ୍ତି। ସକାଳେ ପ୍ରଭୁ ଯୀଶୁ ସେଠି ଗଲେ, ପିତର ତମେ ନୌକା ଭିତରକୁ ନିଅ ଗଲେ। ଆଉ ଯୀଶୁଙ୍କର କଥାରେ ପିତର ସହମତ ହେଲେ ଏବଂ ଗଭୀର ଜଳରେ ଜାଲ ପକାଅ, ଗଭୀର ଜଳରେ ଜାଲ ପକାଅ। ଏହି କଥା କହିବାରୁ ପିତର କହିଲେ, ଆମେ ରାତି ଯାକ ପ୍ରଭୁ ପରିଶ୍ରମ କରିଅଛୁ, ଆମେ ପାଇନାହୁଁ, କିନ୍ତୁ ତମେ ଯେତେବେଳେ କହୁଛ ମୁଁ ନିଶ୍ଚିତ ପକାଇବି। ଜୟ ଯୀଶୁ। ହେଲେ ପ୍ରଭୁଙ୍କର କଥାରେ ସେ ସହମତ ହେଲେ ଏବଂ ସେ କଣ କହିଲେ, ଗଭୀର ଜଳରେ ସେ ଜାଲ ପକାଇଲେ। ପ୍ରଭୁଙ୍କର ଆଶ୍ଚର୍ଯ୍ୟ, ମାଛ ଭର୍ତ୍ତି ହୋଇ ଜାଲରେ ପୁରା ଚିହ୍ନିଲା ଭଳି ପ୍ରବଳ ମାଛ ଲାଗିଲା। ଆପଣ ସହୋଦର ମାନଙ୍କୁ ସେମାନେ ହାତ ଟାରି ଟାରି କହିଲେ ତାଙ୍କୁ ସାହାଯ୍ୟ ନିମନ୍ତେ, ସେମାନେ ମଧ୍ୟ ଆସିଲେ, ମାଛ ଡଙ୍ଗାରେ ପୂର୍ଣ୍ଣ ହେଇଗଲା। ପିତର ଜାଣିଲେ, ସାଙ୍ଗେ ସାଙ୍ଗେ ଯୀଶୁଙ୍କ ଚରଣ ତଳକୁ ବୁଡେଇ କହିଲେ, ପ୍ରଭୁ ମୁଁ ଜଣେ ପାପୀ। ପ୍ରଥମ ପଠନ ଯଦି ଆମେ ଦେଖିବା, ସେତେବେଳେ ପ୍ରବକ୍ତା ଜିସାୟ କହନ୍ତି, ମୁଁ ଜଣେ ପାପୀ ଅଷ୍ଟରଜୀ, କିପରି ମୁଁ ପ୍ରଭୁଙ୍କର ବାକ୍ୟ କହିବି କହୁଥିଲେ। ଆଜି ଏ କହୁଛନ୍ତି ନିଜର ଭକ୍ତିପୂର୍ଣ୍ଣ ପ୍ରଭୁଙ୍କର ଚରଣ ତଳେ, ଯୀଶୁଙ୍କ ଚରଣ ତଳେ ସେ ପ୍ରଣିପାତ କରି ତାଙ୍କୁ ଆରାଧନା କରି କହୁଛନ୍ତି, ପ୍ରଭୁ ମୁଁ ଜଣେ ପାପୀ, ମୋ ଠାରୁ ତମେ ଦୂରେ ରୁହ ପ୍ରଭୁ କହିଲେ। ତାପରେ ପ୍ରଭୁ ସିମୋନ ପିତରଙ୍କୁ ଏବଂ ଆପଣା ଶିଷ୍ୟମାନଙ୍କୁ କହିଲେ, ଆଜି ତୁମେ ମାଛ ନୁହଁ ମନୁଷ୍ୟମାନଙ୍କୁ ଧରିବା ଶିଖିବ। ମନୁଷ୍ୟମାନଙ୍କୁ ଧରିବାଟା କଣ? ସମସ୍ତଙ୍କ ପାଖରେ ଗୋଟେ ପ୍ରଶ୍ନ, ସାଧାରଣ କଥା। ସାଧାରଣ ଲୋକ ମନୁଷ୍ୟକୁ ଧରିବା କଣ ସାଧାରଣ କଥା? କିନ୍ତୁ ପ୍ରଭୁ ଏହିପରି କଲେ, ମୋର ପ୍ରେମ ଅନ୍ୟମାନଙ୍କ ନିକଟକୁ ପହଞ୍ଚାଇବ, ମୋର ସୁସମାଚାର ଅନ୍ୟମାନଙ୍କ ପାଖରେ ପହଞ୍ଚାଇବ ଏବଂ ମୋର ସେଇ ଅସୀମ କରୁଣା ଅନ୍ୟମାନଙ୍କ ନିକଟରେ ଯଦି ପହଞ୍ଚାଇବ, ନିଶ୍ଚିତ ସେମାନେ ମୋର ଶିଷ୍ୟ ହେବେ, ମୋର ସନ୍ତାନ ହେବେ। ଯାଅ ସୁସମାଚାର ଧରିକି ସାରା ଜଗତକୁ କଣ ନିକଟକୁ ଯାଅ, କାରଣ ଈଶ୍ୱରଙ୍କର ରାଜ୍ୟ ସନ୍ନିକଟ। ହାଲେଲୁୟା। ଏଭଳି ମୋର ପ୍ରିୟ ମାନେ ସେ ଆହ୍ୱାନ କରିଅଛନ୍ତି ପ୍ରଭୁ। ସେ ଆହ୍ୱାନକୁ ଆମେ ସର୍ବଦା ଆମମାନଙ୍କ ଜୀବନକୁ ଆମେ ବଜାୟ ରଖିବା, ପବିତ୍ର ସୁସମାଚାର କାର୍ଯ୍ୟ ପାଇଁ ଆଗକୁ ବଢିବା, ଆମେ ନିଷ୍ପତ୍ତି ନେବା, ଦୃଢ ନିଷ୍ପତ୍ତି ସହିତ ତାଙ୍କରି କାର୍ଯ୍ୟକୁ ସଫଳ କରିବା ପାଇଁ ଚେଷ୍ଟା କରିବା। ପ୍ରଭୁ ଆପଣ ବାକ୍ୟ ଦେଇ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ପିତା, ପୁତ୍ର ଏବଂ ପବିତ୍ର ଆତ୍ମାଙ୍କ ନାମରେ
आमेन। समस्त को प्रभु जीशु ख्रीष्ट नाम रे जय जीशु।